ଭଗବାନଙ୍କ ମାୟା ବହୁତ ଅଦ୍ଭୁତ। ଜଣେ ସାଧାରଣ ପ୍ରାଣୀର ଅବସ୍ଥା କ'ଣ? ଶୁକଦେବ କହିଲେ, ଯଦି ମୁଁ ବାହାରକୁ ଯାଏ ତେବେ ଏହି ମାୟା ମୋତେ ଧରିବ। ମୁଁ ଏଠାରେ ଭଲ ଅଛି। ଭଗବାନଙ୍କ ମାୟା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି କଷ୍ଟଦାୟକ। ଶ୍ରୀମଦ୍ ଭାଗବତ ଗୀତାରେ ଭଗବାନ କହିଛନ୍ତି, ଦେବୀ ହେସା ଗୁଣମୟୀ ମାମ୍ ମାୟା ଦୂରତାୟା। ଏହାର ଅର୍ଥ ଏହି ମାୟା ବହୁତ କଷ୍ଟଦାୟକ। ଭକ୍ତମାନେ ଭଗବାନଙ୍କୁ କହିଲେ, ତେବେ ଦୟାକରି ଏହି ମାୟାରୁ ରକ୍ଷା ପାଇବାର ଉପାୟ କୁହନ୍ତୁ। ଭଗବାନ କହିଲେ, ମାମେ ବଜେ ପ୍ରପଦତେ ମାୟାମେତମ୍ ତରତେ। ଏହାର ଅର୍ଥ, ଯେଉଁମାନେ ମୋଠାରେ ଶରଣ ନିଅନ୍ତି ସେମାନେ ମାୟାରୁ ରକ୍ଷା ପାଆନ୍ତି। ଯେପରି ଜଣେ କେଉଟ ହାତରେ ଜାଲ ନେଇ ଘୂରାଇ ମାଛ ଧରିବା ପାଇଁ ପାଣିରେ ଦୂରକୁ ଜାଲ ଫିଙ୍ଗିଦିଏ। ମାଛ ଜାଲରେ ଫସିଯାଏ, କିନ୍ତୁ କେଉଁ ମାଛ ଧରା ପଡ଼େ? ସେ କହିଲେ, ଦୂରରେ ରହୁଥିବା ମାଛ ଧରାପଡ଼େ। କେଉଟର ପାଦ ପାଖରେ ଥିବା ମାଛ ଧରାପଡ଼େ ନାହିଁ। କାହିଁକି ନା ଜାଲ ସେଠାରେ ଆଦୌ ପଡ଼େ ନାହିଁ। ଯେଉଁ ମାଛ ଦୂରରେ ରହିଥାଏ ସେ ଧରାପଡ଼େ। ଯେଉଁ ମାଛ ଧୀବର ପାଦ ପାଖରେ ଘୂରି ବୁଲୁଥାଏ ସେ ଖସିଯାଏ। ଭଗବାନଙ୍କ ମାୟାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ଭଗବାନଙ୍କ ଚରଣରେ ଆଶ୍ରୟ ନେବା। ନଚେତ୍ ଭଗବାନଙ୍କ ଭ୍ରମ ବହୁତ ଶକ୍ତିଶାଳୀ। ଭକ୍ତମାନେ ପଚାରିଲେ ଭଗବାନଙ୍କୁ, ଏହି ଭ୍ରମ କିପରି କାମ କରେ? ଭଗବାନ ଭକ୍ତମାନଙ୍କୁ କହିଲେ, ଏହି ଭ୍ରମ ଆମକୁ ମିଥ୍ୟାରେ ସତ୍ୟ ଦେଖାଇଥାଏ। ଯେପରି ଜଣେ ଯାଦୁଗର ନିଜ ଯାଦୁ ସାହାଯ୍ୟରେ ଆଶ୍ଚର୍ଯ୍ୟଜନକ ଜିନିଷଗୁଡ଼ିକୁ ଦେଖାଇଥାଏ, ଠିକ୍ ସେହିପରି ଭଗବାନଙ୍କ ମାୟା ମଧ୍ୟ ମିଥ୍ୟାରେ ସତ୍ୟ ଦେଖାଇ ଆମକୁ ଭ୍ରମିତ କରେ। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।